ସୁନ୍ଦରଗଡ଼ ଜିଲ୍ଲାର ବିରମିତାପୁର ଥାନା ଅନ୍ତର୍ଗତ ତଳସେରା ଅଞ୍ଚଳ ଦେଇ ଯାଇଥିବା 143 ନମ୍ବର ଜାତୀୟ ରାଜପଥର ଉପରେ ଭୋର ସମୟରେ ଘଟିଛି ଏକ ଦୁଃଖଦ ଅଘଟଣା। ରାସ୍ତା କଡ଼ରେ ଶୋଇଥିବା 12ଟି ଗାଈ ଉପରେ କେହି ଜଣେ ଦୁର୍ବୃତ୍ତ ଟ୍ରକ୍ ଚାଳକ ଗାଡ଼ି ଚଢ଼ାଇ ଫେରାର ମାରିଛି। ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବା ପରେ ବିରମିତାପୁର ପୋଲିସକୁ ସୂଚନା ଦେଇଥିଲେ। ଟ୍ରକ୍ ଚଢ଼ି ଯିବାରୁ ସମସ୍ତ 12ଟି ଗାଈର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ 2ଟି ଗାଈର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହାକୁ ନେଇ ସ୍ଥାନୀୟ ତଳସେରା ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ବିରମିତାପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଜାତୀୟ ରାଜପଥରେ ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ କହିବା ଅନୁଯାୟୀ ଗାଈ ମାଲିକମାନେ ନିଜ ନିଜ ଗାଈକୁ ଘରେ ନ ବାନ୍ଧିବାରୁ ଏହି ଅଘଟଣା ଘଟିଛି। ତେବେ ଟ୍ରକ୍ ଚାଳକ ଦୁର୍ଘଟଣା ଘଟାଇବା ପରେ କୁଆଡ଼େ ଫେରାର ମାରିଛି ତାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। କେତେବେଳୁ ଆଲୋ ବାବୁ କେତେବେଳୁ